हेलो गाइस, वेलकम टू रानू ब्लॉग्स। वेलकम बैक टू रानू ब्लॉग्स। तो चलो चलते हैं। क्या आज होता है? आज क्या होता है बोलो तो पहले। आज क्या होता है? आज है मेरा भाई का थ्रेड सेरेमनी है। तो चलो चलते हैं। आज मेरे भाई की थ्रेड सेरेमनी है। क्या क्या होता है चलो दिखाते हैं क्या क्या होता है। पहले मेरी बहन को देखो। ये है मेरी बहन, देखो कितनी खूबसूरत लग रही है। वाओ। फिर देखते हैं क्या होता है। हाय करो हाय करो हाय हाय करो हाय हाय करो हाय करो हाय हाय। Say hi. देखो मेरे प्यारे प्यारे भाई हैं। इस दोनों के लिए एक एक लड़की ढूंढ लो। यहाँ पर खाना हो रहा है। Say hi. हाय मामू हाय। आजा मामू मामू आजा हाय। यहाँ पर खाना हो रहा है। ये आपको अब हम अभी आपको नहीं दिखा सकते हैं, बाद में हमको आपको दिखाएंगे। चलो चल रहे क्या क्या। चल 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 असम। माँ मंगला। चलो दूसरे मंदिर के तरफ जाते हैं। ये है शिव मंदिर। हाय हाय उठे हाय। और ये है दोनों बदमाश बच्चे। ये है हमारा ब्यूटीफुल सी लड़की। हाय चलो से हाय। ये मेरा बहुत बढ़िया है। भाई है। बहुत हेल्प किए हमको। हाय रेडी। देखे चलो आओ। हाय हाय करा हाय करो। हाय करा। चलो आपको ये मंदिर दिखाते हैं। चलो ये है एक हॉल। मम्मा हाय। अरे आओ चाहो कि नहीं? चेयर दीदी हाय करा हाय हाय करना। ये कुछ भी नहीं समझा। ये पड़ेगा। जगन्नाथ जय श्री राम।
ଯାହା ହଉ ଢେଙ୍କାନାଳ କଲେଜ ବାଇପାସ୍ ମନ୍ଦିର ଶିବ ମନ୍ଦିରରେ ଆଜି ମୋର ପ୍ରିୟ ପୁତୁରା ଅଙ୍କିତର ବ୍ରତପୟନ ହେଉଛି। ଏ ବ୍ରତପୟନରେ ମୋର ସମସ୍ତ ବନ୍ଧୁବାନ୍ଧବ ବର୍ଗଙ୍କୁ ଶୁଭେଚ୍ଛା ଅଭିନନ୍ଦନ ଜଣାଇ ବେଶୀ କିଛି ତ କହିବି ନାହିଁ। এই শুভেচ্ছা ଅଭିନନ୍ଦନ ଭିତରେ ମୁଁ ଟିକେ ଆଗ୍ରହ କଲି ଯେ କିଛିଟା ମାତ୍ରାରେ ଯେଉଁ ବନ୍ଧୁବାନ୍ଧବ ଧର ତାଙ୍କର ବ୍ୟକ୍ତିଗତ କୌଣସି କର୍ମ ଯୋଗୁଁ ଧର ପହଞ୍ଚି ପାରିନାହାନ୍ତି ସେମାନେ କିଛିଟା ମାତ୍ରାରେ ସୂଚନା ପାଇପାରିବେ। ଇଏ ଦେଖନ୍ତୁ ଖାଦ୍ୟ ପରିବେଷଣ ହେଉଛି। ଭାଇମାନେ ଆମର ବଡ଼ି ଭୋରୁ ଖାଦ୍ୟ ପ୍ରସ୍ତୁତିରେ ମାନେ କାର୍ଯ୍ୟକ୍ରମ ଚଲେଇଛନ୍ତି। ଆଉ ଡାଲି ଖଟା ସେ ପାସ୍ କି ମିକ୍ସଚର ତରକାରୀ ବି ପ୍ରସ୍ତୁତ ହେଇସାରିଲାଣି। ଆ ଭିତରେ ବି ଭାଇ ଆମର ରାଇସ୍ କରୁଛନ୍ତି। ଭାଇ ଆପଣଙ୍କ ନାଁଟା କ'ଣ? ଶେଷଦେବ ନାୟକ। ଆଜିର ଯେଉଁ କାର୍ଯ୍ୟକ୍ରମ ଆଜି ଏଇ ମୁହୂର୍ତ୍ତରେ ଆଜି ମୋ ପ୍ରିୟ ପୁତୁରା ଅଙ୍କିତର ବ୍ରତପୟନ ସହିତ ମୋର ଜନ୍ମଦିନ। ଆଜି ଏଇ ଖୁସିର ମୁହୂର୍ତ୍ତରେ ଆପଣ ଆସିଛନ୍ତି ରୋଷେଇ କରିବା ପାଇଁ, ବହୁତ ବି ଖୁସି ଲାଗୁଛି। ଏଇ ରୋଷେଇ ଯେଉଁ ଖାଦ୍ୟ ପ୍ରସ୍ତୁତ ହେଉଛି ଏସବୁ କ'ଣ କ'ଣ ପ୍ରସ୍ତୁତି ଚାଲିଛି ଭାଇ? ରାଇସ୍, ଆଜ୍ଞା, ଡାଲି, ହଁ, ଖଟା, ମିକ୍ସଚର, କ୍ଷୀରା ଆଉ ପନିର ଆଉ ଛତୁ, ପନିର ଟିକା, ଦହିବରା, ଜିଲାପି ଆଉ କ୍ଷୀରସାଗର, ବାଃ ମିକ୍ସଚର କହିଛି ତ ଫିଙ୍ଗର। ଆଚ୍ଛା ଭାଇ ବହୁତ କିଛି ଗୁଡ଼ିଏ ନାଁ ବି କହିଲେଣି। ଆଉ ବୋଧେ ନିଶ୍ଚିନ୍ତ ମୋତେ ଲାଗୁଛି ଆହୁରି ବି କିଛି ତା ଭିତରେ ଆଇଟମ୍ ଅଛି। ଯେହେତୁ ଭାଇ ଖାଦ୍ୟ ପ୍ରସ୍ତୁତିରେ ସମୟ ଲଗେଇଛନ୍ତି ତା ଭିତରେ ଟିକେ ମନେ ପଡ଼ୁନି। ବହୁତ ପ୍ରକାର ଅଛି, ଆଇସ୍କ୍ରିମ୍ ଅଛି, ଗୁପଚୁପ୍ ଅଛି, ପ୍ରତ୍ୟେକ ପ୍ରକାର ସିଷ୍ଟମ୍ ଅଛି। ବହୁତ ଖୁସି ଲାଗୁଛି। ଏବେ ଆମେ ଆଗକୁ ଯିବା ମଧ୍ୟରେ ବାଟରେ ବର୍ତ୍ତମାନ ଭେଟିଲେ ଆପଣ ଭାଇ, ଆପଣଙ୍କ ନାଁଟା? ରାନୁ। ଆପଣ ଯିଏ ବ୍ରତପୟନ ହେଉଛନ୍ତି ତାଙ୍କର କ'ଣ ଲାଗିବେ? ଆପଣ ନାନୀ ଲାଗିବେ। ଆଚ୍ଛା ଆଚ୍ଛା, କେମିତି କେଉଁ ପଟରୁ ନାନୀ ଲାଗିବେ ଟିକେ ପରିଚୟ ଦେଇଥାନ୍ତୁ। ଆଚ୍ଛା, ବାବାଙ୍କର ଭାଣିଜୀ ନାନୀ ଲାଗିବେ। ଆଜି ଏଇ ଯେଉଁ ଖୁସି ମୁହୂର୍ତ୍ତରେ ଆପଣ ଆସିଛନ୍ତି, ବୁଲୁଛନ୍ତି, ଆଉ ମୁଁ ବି ନିଶ୍ଚିନ୍ତ ବୁଲୁଛି, ଖୁସି ଅନୁଭବ ହେଉଛି। ମୋର ନିଜର ବି ମୁଁ ତାର ସାନ କକା ଅଶ୍ୱିନୀ ପାଣି, ମୋର ଜନ୍ମଦିନକୁ ତାର ଆଜି ବ୍ରତପୟନ। ଏଇ ଜନ୍ମଦିନ ବ୍ରତପୟନରେ ଏଇ ଖୁସି ମୁହୂର୍ତ୍ତରେ ଆପଣ କିଛି କହିବାକୁ ଚାହିଁବେ କି? ଖୁସି ମୁହୂର୍ତ୍ତ ଆଜି କେମିତି ଆମେ ଖୁସି ମୁହୂର୍ତ୍ତଟାକୁ କିଭଳି ଲାଘବ କରିବା? ହଁ, ଯାହା ହଉ ବହୁତ ବହୁତ ଖୁସି। ତାଙ୍କର ନାନୀ ହେବେ ରାନୁ, ସେ ଖୁସିଟାକୁ ନିଶ୍ଚିନ୍ତ ଅନୁଭବ କରିଛନ୍ତି। ମୁଁ ବି ତାଙ୍କ ଖୁସିକି ଅନୁଭବ କରୁଛି। ଏବଂ ସେ କହିଛନ୍ତି ସମସ୍ତେ ଏକତ୍ରିତ ହୋଇସାରିଲା ପରେ କିଛିଟା ଖୁସି ମୁହୂର୍ତ୍ତ ମେଣ୍ଟେନ୍ କରିବେ, ଡ୍ୟାନ୍ସ ଆକାରରେ ହେଉ, କଥୋପକଥନରେ ହେଉ, ବା କୌଣସି ଗୀତ ମାଧ୍ୟମରେ ହେଉ। ଯାହା ହଉ ବହୁତ ବହୁତ ଧନ୍ୟବାଦ। ଆଉ ଜଣେ ଆମର ଭେଟ ହୋଇଛନ୍ତି, ଆମର ବାବା ଜଣେ। ବାବା ଆପଣ କ'ଣ ଲାଗିବେ ଯିଏ ଆଜି ବ୍ରତପୟନ ହେଉଛନ୍ତି? ତାଙ୍କର ମାମୁଁ ହେବେ। ଆଚ୍ଛା ଆଚ୍ଛା, କେଉଁଆଡ଼ୁ କେମିତି ମାମୁଁ ହେବେ ଟିକେ ପରିଚୟ ଦେଇପାରିବେ? ତାଙ୍କ ମା ମୋ ଭଉଣୀ ହେବେ। ଆଚ୍ଛା ଆଚ୍ଛା, ଠିକ୍ ଅଛି। ମାନେ ଯିଏ ବ୍ରତପୟନ ହେଉଛନ୍ତି ତାଙ୍କର ମମି ତାଙ୍କର ଭଉଣୀ ହେବେ, ତେଣୁ ଇଏ ତାଙ୍କର ମାମୁଁ ହେବେ। ଆଉ ତୁମ ନାଁଟା? ମୋ ନାଁ ଶୁଭାଶିଷ ପ୍ରସାଦ ପଣ୍ଡା। ଶୁଭାଶିଷ ପ୍ରସାଦ ପଣ୍ଡା। ଆଜିର ଖୁସି ମୁହୂର୍ତ୍ତରେ କ'ଣ କହିବାକୁ ଚାହିଁବେ? ଚାଲିଛି, ସବୁ ଆରେଞ୍ଜମେଣ୍ଟ ଠିକ୍ଠାକ୍ ଅଛି। ହଁ, ବ୍ରତଘର ଷ୍ଟାର୍ଟ ହେବ, ସମସ୍ତେ ଆସିବେ ଆଉ। ଆଚ୍ଛା, ଯାହା ହଉ ବହୁତ ବହୁତ ଧନ୍ୟବାଦ। ସେ ବି ତାଙ୍କର ଖୁସିର ଅନୁଭବ କିଛିଟା ମାତ୍ରାରେ ଆମ ସହିତ ମାନେ ସଂଯୋଗ କରିଥିବାରୁ ତାଙ୍କୁ ବହୁତ ବହୁତ ଧନ୍ୟବାଦ। ଆଗକୁ ଆମେ ଧୀରେ ଧୀରେ ଯିବା, ବାଟରେ କିଛି ତ କଥୋପକଥନ ହେବା, କିନ୍ତୁ ବେଶୀ ଖୁସି ଯେ ଆଜି ଭଗବାନ ଶିବଙ୍କ ପୀଠରେ ଆଜି ମୋ ପୁତୁରାର ବ୍ରତଘର ହେଉଛି। ମହାପ୍ରଭୁଙ୍କ ଶିବଙ୍କର ଆଶୀର୍ବାଦ ଅଛି। ଦେଖନ୍ତୁ ମୋର ପୁତୁରା, ଇଏ ମୋର ପୁତୁରା ହେବ, ଇଏ ମୋର ପୁତୁରା। ପୁଅ ତୁମ ନାଁଟି କ'ଣ? ଆଚ୍ଛା, ତୁମର ଆଜି କ'ଣ ହେଉଛି? ବ୍ରତଘର କିଛି ମାନେ କିଛି ଜାଣିଛ? ବ୍ରତଘର ଅର୍ଥ ତା'ର ସଂଜ୍ଞା କିଛି କହିପାରିବ କି? ଆଚ୍ଛା, ମୋ ପୁତୁରା ବ୍ରତଘର ସଂଜ୍ଞା କିଛି ଏମିତି ଜାଣିନି। ସେ ଯେହେତୁ ବ୍ରାହ୍ମଣର ବେଦ ପଇତା ଆଜି ସେ ପକାଉଛନ୍ତି। ବେଦ ପଇତାରେ ଆଜି ତାଙ୍କର ଖୁସିର ମୁହୂର୍ତ୍ତ। ଆଜି ଯେଉଁ ଖୁସି, ଆଜି ଖୁସିଟାକୁ କ'ଣ କହିବ? ଖୁସିଟାକୁ କେମିତି ଆଜି ମାନେ ବହୁତ ଖୁସି ଅଛ? ଯାହା ହଉ, ସେ ବେଶୀ କିଛି କହିପାରୁନାହାନ୍ତି, ବହୁତ ଖୁସି ଅଛନ୍ତି। ତେଣୁ ସେ ଖୁସିଟା ସମସ୍ତେ ଜାଣିପାରୁଥିବ। ହଁ, ହାଏ। ଏ ଦେଖନ୍ତୁ ସମସ୍ତେ ଆସିଛନ୍ତି। ଏ ବି ତାଙ୍କର ଜଣେ ବୁଢ଼ୀମା ଆସିଛନ୍ତି, ଏ ବି ତାଙ୍କର ଜଣେ ମାଇଁ। ଆଚ୍ଛା ମାଇଁ, ଆଜି ଏ ଯେଉଁ ବ୍ରତପୟନ ହେଉଛି ମାଇଁ ଅଛନ୍ତି, ଏଠି ଆମର ମାଉସୀ ଅଛନ୍ତି। ଦୁଇ ଜଣଯାକ ମୋ ପୁତୁରାର ଆଈ ଲାଗିବେ। ଇଏ ନିଜ ଆଈ ଲାଗିବେ, ଇଏ ମାଇଁଙ୍କର ଆଈ ଲାଗିବେ। ତେଣୁ ମାଉସୀ କିଛି କହିବା ପୂର୍ବରୁ ମାଉସୀ ବୋଧେ କିଛି କହିପାରିବେନି, ଟିକେ ଭୟ ରଖିଲେଣି। ମାଇଁ ନିଶ୍ଚିନ୍ତ କହିବେ ବୋଲି ମୋର ବିଶ୍ୱାସ। ଆଜି ଏଇ ଯେଉଁ ଦିନଟି କ'ଣ ହେଉଛି, ଏଠି କ'ଣ ଚାଲିଛି କାର୍ଯ୍ୟକ୍ରମ? ଆଜି ମୋ
ଭାଣିଜୀ ପୁଅର ବ୍ରତଘର ଚାଲୁଛି। ଭାଣିଜୀ ପୁଅର ବ୍ରତଘର ଚାଲୁଛି। ଆଚ୍ଛା ଏଇ ବ୍ରତଘରରେ ଆପଣ ଏଇ ଯେଉଁ ସମସ୍ତଙ୍କୁ ନେଇ ଯେଉଁ ବ୍ରତଘର ଚାଲିଛି ଆଜିର ଖୁସିର ମୁହୂର୍ତ୍ତଟା କ'ଣ କହିପାରିବେ? ଖୁସିର ମୁହୂର୍ତ୍ତ ମାନେ କେମିତି ଖୁସି ଆଜି କରିବା? ନାତି ବ୍ରତ ହେଉଛି ତାହେଲେ ସମସ୍ତେ ଖୁସି, ସମସ୍ତେ ବନ୍ଧୁବାନ୍ଧବ ସମସ୍ତେ ଏକାଠି ଏଇ ବନ୍ଧୁ କାମ କାର୍ଯ୍ୟରେ ସମସ୍ତେ ଏକାଠି ହୁଅନ୍ତି। ଆଜ୍ଞା ଆଜି ଗୋଟେ ବ୍ରତ ହବ ସମସ୍ତେ ଖୁସି ଆଉ। ଆଚ୍ଛା ଯାହା ହଉ ବହୁତ ବହୁତ ଧନ୍ୟବାଦ। ସମସ୍ତେ ଆଜି ଖୁସି ମୁହୂର୍ତ୍ତରେ ଅଛନ୍ତି। ମାଉସୀ ବି ଆମର ଖୁସି ମୁହୂର୍ତ୍ତରେ ଅଛି। ମାଉସୀ କି କୋଟି କୋଟି ଦଣ୍ଡବତ। ଯାହା ହଉ ମାଉସୀ କିଛି କହିବେ କି ଆଜି ଏଇ ଯେଉଁ ଖୁସି ମୁହୂର୍ତ୍ତରେ ଆଜି ଯେଉଁ ନାତି ବ୍ରତ ହେଉଛନ୍ତି ଆଜି କ'ଣ ଖୁସି ମନ ଭିତରେ କ'ଣ ମାନେ ଉଦ୍ଭାବନା କ'ଣ ହେଉଛି? ନାଇଁ ମନ ମଧ୍ୟରେ ବହୁତ ଖୁସି ଅଛି ଆଉ। ଆଜ୍ଞା ନାତିର ବ୍ରତଘର ହେଉଛି। ଯାହା ହଉ ବହୁତ ବହୁତ ଧନ୍ୟବାଦ। ମାଉସୀ ବି କହିଛନ୍ତି ବହୁତ ଖୁସି ଲାଗିଲା। ଏଠି ବି ଅଜା ବି ଅଛନ୍ତି। ଆଜ୍ଞା ନମସ୍କାର। ଯାହା ହଉ ଅଜାଙ୍କୁ ତ ମୋର ବେଶୀ ବି କିଛି ପଚାରିବାର ମାନେ ସାହସ ନାହିଁ, ତେଣୁ ସେ ବି ବହୁତ ଖୁସି ଅଛନ୍ତି ଆମର ମଉସା। ଆଉ ବର୍ତ୍ତମାନ ବେଦୀ ଉପରେ ବି ବ୍ରତବରଣ କାର୍ଯ୍ୟକ୍ରମ ଚାଲିଛି। ନନା ବି ଆମର ବ୍ୟସ୍ତ ଅଛନ୍ତି। ଆଉ ଭିଡ଼ିଓଟି ଲଙ୍ଗ୍ କଲେ ତ ବହୁତ ବାଟ ଆଗେଇ ଯିବ, ତେଣୁ ସର୍ଟକଟ୍ ଭିଡ଼ିଓରେ ମୁଁ ସାରୁଛି। ଏ ଦେଖନ୍ତୁ ତାଙ୍କର ଜଣେ ପ୍ରିୟ ମାଉସୀ ମାନେ 16 ବର୍ଷ ମାଉସୀ ଜଣେ ଆଇଛନ୍ତି। ଆଉ ଯାହା ମୋତେ ନମସ୍କାର କରିଛନ୍ତି, ତାଙ୍କୁ ଆଶୀର୍ବାଦ ସହିତ କଲ୍ୟାଣ କରୁଛି। ମାଉସୀ ମୁଁ ମାଉସୀ ତମକୁ ଖୁସିରେ ଆଜି ଡାକୁଛି। ମୋର ବି ମାନେ ଏତେ ଖୁସି ଯେ ମୋର ଆନନ୍ଦ ସହିତ ମୁଁ ଜାଣିଛି ମାଇଁ ମୋତେ ସେ କହୁଛନ୍ତି ସେ ଶାଳୀ ବୋଲି। ଶାଳୀ କ'ଣ ଡାକିବାଟା ଠିକ୍ ହେବ କି? ଝିଅ ଆମର ମାନେ ଟିକେ ଲାଜରେ ଫାଟି ଯାଉଛନ୍ତି, ତେଣୁ ତାଙ୍କ ଲାଜଟାକୁ ସେ ପୁରା ମାନେ ମୁଣ୍ଡରେ ଓଢ଼ଣା ବି ଦେଇ ସାରିଲେଣି। ଭିଡ଼ିଓ ହେଉଛି ସେ ପଡ଼ିବ ପିଆଲି। ହଉ ହଉ ମୁଁ ଏଇଟା ପକେଇଦେ। ଆରେ ପୁଅ ଦେଖିଲୁ ଗ୍ଲାସ୍ ଗୋଟେ ଅଛି ଏଇଠି ଗୋଟେ। ମାଇଁ ଏ ମାଇଁ କହିବେ ଯାଉନୁ ତୁ କୁଆଡ଼େ? ଭଲ ଲାଗୁନି, ମୁଣ୍ଡ ପଡ଼ିବ ପିଆଲି। ହଉ ହଉ ମୁଁ ଏଇଟା ପକେଇଦେ। ଆରେ ପୁଅ ଦେଖିଲୁ ଗ୍ଲାସ୍ ଗୋଟେ ଅଛି ଏଇଠି ଗୋଟେ। ମାଇଁ ଏ ମାଇଁ କହିବେ ପଳେଇଲି ତ ଦିଅ
କୁଆଡ଼େ ଦେହ ଭଲ ଲାଗୁନି ମୋ ମୁଣ୍ଡ ଯାହାହେଲେ ବୁଲଉଛି।